ବାଳକାଟିରେ ପିଜିଏମ୍ ସ୍କୁଲର ଯେଉଁ ଜାଗା କରି ନେଇକି ଯେଉଁ ସ୍କୁଲ କରାଯାଇଛି ସେ ଲାଗି ଅନେକ ଲୋକ ଆପଣଙ୍କ ପାଖରେ ଅଭିଯୋଗ ରଖିଛନ୍ତି। ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ। ଆମର ବାଳକାଟି ପିଜିଏନ୍ ଇଂଲିଶ ମିଡ଼ିୟମ୍ ସ୍କୁଲ ଯେଉଁଟା ସେଠି ହେଇଛି, ମୋ ପାଖରେ ବାଳକାଟିର ବହୁ ଲୋକ ଅଭିଯୋଗ ଆଣିଛନ୍ତି ଯେ ସେଠି ସରକାରୀ ଜାଗା 2 ଏକର ମାଡ଼ି ବସି ସେଠି ସ୍କୁଲ କରିଛନ୍ତି ଏବଂ ସେଠି ଯେଉଁମାନେ ଗ୍ରୀନ୍ କାର୍ଡ଼ ଧାରୀ 5 ଜଣଙ୍କୁ ଦିଆଯାଇଥିଲା କିଛି ଜାଗା ସରକାର ତରଫରୁ, ସେମାନଙ୍କୁ ମଧ୍ୟ ଉଚ୍ଛେଦ କରି ଦିଆଯାଇଛି। ତ ବାରମ୍ବାର ମୋ ପାଖରେ ଅଭିଯୋଗ ଆସିଲା ଏବଂ ଆସିଲା ପରେ ମୁଁ ଏହାର ସତ୍ୟ ଜାଣିବା ପାଇଁ ମୁଁ ମଧ୍ୟ ସରକାରକୁ ଲେଖିଛି ଯେ ରେଭିନ୍ୟୁ ଡିପାର୍ଟମେଣ୍ଟ, ରେଭିନ୍ୟୁ ମନ୍ତ୍ରୀଙ୍କୁ, ରେଭିନ୍ୟୁ ସେକ୍ରେଟାରୀ, ଚିଫ୍ ସେକ୍ରେଟାରୀ, ଯେ କଲେକ୍ଟରଙ୍କୁ, ଯେ ୟା ଉପରେ ଘଟଣା କ'ଣ, ପ୍ରକୃତରେ କ'ଣ ସରକାରୀ ଜମି ମାଡ଼ି ବସିକରି ସ୍କୁଲ କରିଛନ୍ତି ନା ଏଟା ମିଛ କଥା। ଏଇ କଥା ଜାଣିବା ପାଇଁ ଏକ ଚିଠି ଲେଖା ହେଇଯାଇଛି ଏବଂ ବିଶେଷ କରି କାରଣ ସେମାନେ ତ ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଉନାହାନ୍ତି କିମ୍ବା ଏହା ତ ନୁହଁ ଯେ ଚାରିଟେବଲ ଅନୁଷ୍ଠାନ, ସେ ଗୋଟେ ପ୍ରାଇଭେଟ୍ ସ୍କୁଲ। ଯଦି ପ୍ରାଇଭେଟ୍ ସ୍କୁଲ ହୁଏ ତ ସରକାର ଠାରୁ ସେମାନେ ଯଦି ଲିଜ୍ ନିଅନ୍ତି କିଛି କହିବାର ନଥିଲା କି ନା ବିନା ଲିଜ୍ରେ ଯଦି 2 ଏକର ଉର୍ଦ୍ଧ୍ୱ ସରକାରୀ ଜମିକୁ ମାଡ଼ି ବସି ଶିକ୍ଷାନୁଷ୍ଠାନ କରାଯାଏ ତାହେଲେ ଏଟା ଠିକ୍ ନୁହେଁ। ଯଦି ଆବଶ୍ୟକ ପଡ଼ିଛି ତାହେଲେ ସରକାରଠୁ କିଣିକି ମଧ୍ୟ ନେଇପାରିବେ, ସରକାରଠୁ ଲିଜ୍ ନେଇପାରିବେ, ଯାହା ବି କରିପାରିବେ, କିନ୍ତୁ ବେନିୟମ ଭାବରେ କାର୍ଯ୍ୟ କରିବା ଆଦୌ ଠିକ୍ ନୁହେଁ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସରକାରୀ ଜମି କେହି ଯଦି ମାଡ଼ି ବସି ଇଞ୍ଚେ ଜମି ଛଡ଼ାଯିବ ନାହିଁ। ତେଣୁକରି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଶ୍ଚୟ ଏ ଦିଗରେ ଦୃଷ୍ଟିପାତ କରିବେ ଏବଂ ମୁଁ ତ ତାଙ୍କୁ ବି ଜଣାଇଛି ଏବଂ ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତ ଯାହା ଲୋକଙ୍କର ଅଭିଯୋଗ, ସେ ଅଭିଯୋଗ ମୁଁ ସରକାରଙ୍କ ପାଖକୁ ପଠାଇ ଦେଇଛି ଲିଖିତ ଆକାରରେ।